जेजेଙ୍କ ସାଙ୍ଗରେ ବେଶ କିଛି ଦିନ ଭଲରେ ବିତାଇଥିଲା ଜିମି। ହେଲେ ଦିନେ ଜେଜେଙ୍କର ଆୟୁଷ ବି ସରିଗଲା। ନିସଙ୍ଗ ଜୀବନରୁ ଜେଜେ ତ ମୁକ୍ତି ପାଇଗଲେ, ହେଲେ ଜିମି ପୁଣି ବେସାହାରା ହୋଇପଡ଼ିଲା। ଜେଜେଙ୍କ ଶରୀର ତାଙ୍କ ଘରୁ ବାହାରି ଯିବା ପରେ ସେ ଘରର ଗେଟ୍ ତା ପାଇଁ ବି ବନ୍ଦ ହୋଇଗଲା। 2 ଦିନ ପର୍ଯ୍ୟନ୍ତ ମୁହଁ ଶୁଖାଇ ଜେଜେଙ୍କୁ ମନେ ପକାଇ ସେଇଠି ଗେଟ୍ ପାଖରେ ଅଖିଆ ଅପିଆ ପଡ଼ି ରହିଲା ଜିମି। କେହି ମଣିଷଟିଏ ପାଖକୁ ଆସୁଥିବାର ଦେଖିଲେ ଚମକି ପଡ଼ି ଟିକେ ମୁଣ୍ଡ ଟିକେ ଚାହିଁଦିଏ, ପୁଣି ଆଖିରେ ଲୁହ ଝରାଇ ସେଇଠି ମୁହଁ ମାଡ଼ି ପଡ଼ି ରହେ। ସେଇଟା ପରା ତଥାକଥିତ ସମ୍ଭ୍ରାନ୍ତ ଲୋକଙ୍କ କଲୋନୀ ଥିଲା। ସେଠି ତା ଦୁଃଖ ତା ଭୋକ କଥା କିଏ ବା କାହିଁକି ବୁଝିଥାନ୍ତା, ଆଉ ଆଶ୍ରୟ ଦେବା ତ ଦୂର। ଜିମି ଖାଲି ଜେଜେଙ୍କୁ ଝୁରି ହୋଇ ସେଇଠି ପଡ଼ିଥିଲା, ଯଦିଓ ସେ ବି ଜାଣୁଥିଲା ଜେଜେ ଆଉ ଫେରିବେନି। କିଛି ଦିନ ପରେ ପେଟର ଭୋକ ଆଉ ଏକୁଟିଆପଣ ତାକୁ କଲବଲ କରିବାରେ ଲାଗିଲେ। ସେଠିକାର ଲୋକମାନେ ବି ଚାହିଁଲେ ନାହିଁ ଏମିତି ଗୋଟିଏ ବୁଲା କୁକୁର ଆଖପାଖର ସୌନ୍ଦର୍ଯ୍ୟ ଓ ଗାମ୍ଭୀର୍ଯ୍ୟକୁ ନଷ୍ଟ କରୁ। ଶେଷରେ ଭୋକର ତାଡ଼ନା ସାଙ୍ଗକୁ ଲୋକଙ୍କ ତଡ଼ା ଖାଇ ସେଇଠୁ ବାହାରି ଆସିଲା ଜିମି। ହେଲେ ଯିବ କୁଆଡ଼େ? ଆଉ ଯଦି କେଉଁ ଏରିଆକୁ ଯାଉଛି ସେଠି ଥିବା କୁକୁରମାନେ ତାକୁ ଭୋ ଭୋ ହୋଇ କାମୁଡ଼ି ଗୋଡ଼ାଇବେ। ମଣିଷମାନେ ଯଦି ପୁଳା ପୁଳା ପଇସା ପାଖରେ ଥାଇ ବି କାହାକୁ ସାହାଯ୍ୟ କରିବାକୁ ଇଚ୍ଛା କରୁନାହାନ୍ତି, ସେମାନେ ତାର ଜାତି ଭାଇ ହେଲେ ବି ନିଜେ ଯେଉଁଠି ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ସେଠି ତାକୁ ବା ଭାଗିଦାର ହେବାକୁ କେମିତି ଦେବେ? ଜିମିର ମନେ ପଡ଼ିଲା ଡାଡ଼ି ମମି ଯେଉଁଠି ତାକୁ ଆଣି ଛାଡ଼ି ଦେଇ ଯାଇଥିଲେ। ସେ ପୁଣି ସେଇ ଅଫିସ୍ ଗେଟ୍ ପାଖକୁ ମୁହାଁଇଲା। ସେଠି ପହଞ୍ଚି ଆବାକାବା ହୋଇ ଚାରିଆଡ଼କୁ ଚାହୁଁଥିଲା ଜିମି। ଦେଖିଲା 2ଟି ଆଖି ତାକୁ ପୁରା ନିରୀକ୍ଷଣ କରିବା ପରି ଛାଇଁଛି। ସେ ଥିଲା ତାରି ଜାତି ଭାଇ ନାଲୁ। ଦେଶୀ କୁକୁରଟିଏ, କିନ୍ତୁ ଅଞ୍ଚଳର ଦାଦା। ଜିମି ଟିକେ ଶଙ୍କାରେ ଛିଡ଼ା ହେଇଥିବାର ଦେଖି ନାଲୁ ତା ପାଖକୁ ଆସିଲା। କହିଲା, କ'ଣ ତୁ ପୁଣି ଫେରି ଆସିଲୁ ଏଇଠିକି? ଜିମିର ଆଖି ଲୁହ ଛଳଛଳ ହେଇଗଲା। ସେ କିଛି କହିବା ପୂର୍ବରୁ ନାଲୁ ତା ଗୋଡ଼ରେ ଟିକେ ଆଉଁସି ଦେଇ କହିଲା, ଏ ଦୁନିଆଟା ଭାରି ନିଷ୍ଠୁରରେ। ଏଠି ବଡ଼ ବଡ଼ିଆମାନେ ସ୍ନେହ ଶ୍ରଦ୍ଧା କିଛି ବୁଝନ୍ତି ନାହିଁ। ତାଙ୍କର ସଉକ ଥିବା ଯାଏ ସେମାନେ ଆମକୁ ଶ୍ରଦ୍ଧା କରନ୍ତି, ତାପରେ ତମେ କିଏ ନା ଆମେ କିଏ। ହେଲେ ଏମିତି କାନ୍ଦିଲେ କେହି ତୋତେ ଦୟା କରିବେନି, ଜାଣିଥା। ଏଠି ବଞ୍ଚିବାକୁ ହେଲେ ଲଢ଼ିବାକୁ ହୁଏ। ନାଲୁର କଥାଗୁଡ଼ା ଜିମିର ମନ ଓ ମସ୍ତିଷ୍କରେ ବସା ବାନ୍ଧୁଥିଲା ଯେମିତି। ଏବେ ସେ ବଞ୍ଚିବାକୁ ସାଥୀଟିଏ ପାଇଯାଇଥିଲା। ଦୁହେଁ ଏବେ ଏକାଠି ରହୁଥିଲେ ସବୁବେଳେ। ନାଲୁ ଯେମିତି ପାଲଟି ଯାଇଥିଲା ଜିମିର ସୁରକ୍ଷା ବଳୟ। ଜିମି ଏବେ ସୁନ୍ଦର ତ ଦେଖାଯାଉନି, କିନ୍ତୁ ତା ଆଖିରେ ଦୃଢ଼ତା ଭରି ରହିଛି। ଲଢ଼ିବାର ଗୋଟେ ଲଢ଼ୁଆପଣ ତା ଭିତରେ ନୂଆ କରି ସୃଷ୍ଟି ହୋଇଯାଇଛି। ତା ସାଙ୍ଗରେ ମଣିଷଙ୍କ ପ୍ରତି କେମିତି ଗୋଟେ ଅବିଶ୍ୱାସପଣ ବି ରହିଛି ତା ଭିତରେ।